ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ଧାନର ଏମ୍ଏସ୍ପି ବା ସର୍ବନିମ୍ନ ସହାୟକ ମୂଲ୍ୟରେ ଯାହାକି ବୃଦ୍ଧି କରାଯାଇଛି। ତେଣୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଯୋଉଟାକି ଆପଣମାନେ ଜାଣିଥିବେ 2300 ଟଙ୍କା ବର୍ତ୍ତମାନ ଥିଲା ଏମ୍ଏସ୍ପି ଧାନରେ। ତାପରେ 69 ଅର୍ଥାତ୍ 69 ଟଙ୍କା ଯାହାକି ଗତ ବର୍ଷ କେନ୍ଦ୍ର ସରକାରଙ୍କ ତରଫରୁ ବୃଦ୍ଧି କରାଯାଇଥିଲା। ପୁଣି ଥରେ ବର୍ତ୍ତମାନ ଯାହାକି କେନ୍ଦ୍ର ସରକାରଙ୍କ ତରଫରୁ ଧାନ ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟର ଯାହାକି ବର୍ତ୍ତମାନ ଏମ୍ଏସ୍ପିରେ ବୃଦ୍ଧି କରାଯାଇଛି। ତେଣୁ କେତେ ଟଙ୍କା ଏମ୍ଏସ୍ପି ବୃଦ୍ଧି ହେଇଛି, ତା ସହିତ ଆମ ରାଜ୍ୟରେ ଯେଉଁ ଗତ ଥର ଏମ୍ଏସ୍ପି 69 ଟଙ୍କା ଯେଉଁ ବୃଦ୍ଧି କରାଯାଇଥିଲା, ସେଥିରେ କିନ୍ତୁ ସରକାରଙ୍କ ତରଫରୁ ଯାହାକି ନୂଆ କିଛି ନିୟମ ଲାଗୁ କରାଯାଇନଥିଲା। କେବଳ 3100 ଟଙ୍କା ଯାହାକି କ୍ୱିଣ୍ଟାଲ ପିଛା ଆପଣମାନଙ୍କୁ ମିଳୁଥିଲା। ଠିକ୍ ସେଇଭଳି ବର୍ତ୍ତମାନ ଯଦି ଆମେ ଦେଖିବା ଯେଉଁ ଏମ୍ଏସ୍ପି ବୃଦ୍ଧି ହେଇଛି, ଏନେଇ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଇପାରନ୍ତି ଏବଂ ଚାଷୀ ଭାଇ ଭଉଣୀମାନଙ୍କୁ କ୍ୱିଣ୍ଟାଲ ପିଛା ବର୍ତ୍ତମାନ ଧାନ ବିକ୍ରି କଲେ କେତେ ଟଙ୍କା ମିଳିବ? ଆସନ୍ତୁ ସେ ବିଷୟରେ କିଛି ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦେଖନ୍ତୁ ବର୍ତ୍ତମାନ ଯେଉଁ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ 2026-27 ମାର୍କେଟିଂ ଋତୁ ପାଇଁ ଧାନ ସମେତ 14ଟି ଖରିଫ ଫସଲର ଦର ବୃଦ୍ଧି କରାଯାଇଛି। ଯେଉଁଥିରେ ଦେଖନ୍ତୁ ଧାନର ଏମ୍ଏସ୍ପି ବର୍ତ୍ତମାନ 72 ଟଙ୍କା ବୃଦ୍ଧି କରାଯାଇଛି। ତେଣୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ମାର୍କେଟିଂ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଯାହାକୁ ଆମେ ଏମ୍ଏସ୍ପି ବୋଲି କହୁଛୁ, ତାହା ବୃଦ୍ଧି କରାଯାଇଛି। ଯେଉଁଥିରେ ଧାନର ସାଧାରଣ ମାନ ଏମ୍ଏସ୍ପିକୁ କେନ୍ଦ୍ର ସରକାରଙ୍କ ତରଫରୁ 72 ଟଙ୍କା ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ କ୍ୱିଣ୍ଟାଲ ପିଛା ପ୍ରତି ଆପଣମାନଙ୍କୁ 2441 ଟଙ୍କା ରଖାଯାଇଛି। ଅର୍ଥାତ୍ ପୂର୍ବରୁ ଜାଣିଥିବେ ଆପଣମାନଙ୍କର 2300 ଟଙ୍କା ଥିଲା। ତାପରେ କେନ୍ଦ୍ର ସରକାରଙ୍କ ତରଫରୁ 69 ଟଙ୍କା ବୃଦ୍ଧି କରାଯାଇଥିଲା। ପୁଣି ଥରେ ଏଥିରେ ଆପଣମାନଙ୍କର 72 ଟଙ୍କା ବୃଦ୍ଧି କରାଯାଇଛି ଏବଂ ଧାନର ଏମ୍ଏସ୍ପି ବର୍ତ୍ତମାନ ଯୋଉଟାକି 2441 ଟଙ୍କା ରହିଛି। ତେଣୁ ଗ୍ରେଡ୍ ଏ ମାନ ଧାନର ଏମ୍ଏସ୍ପି 2461 ଟଙ୍କାରେ ପହଞ୍ଚିଛି ଏବଂ ଏହା ସହିତ ଏମ୍ଏସ୍ପି ବୃଦ୍ଧି ପରେ ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ମୁଗରେ ସର୍ବାଧିକ 61%, ବାଜରା ଏବଂ ମକାରେ 56%, ହରଡ଼ରେ 54% ଏବଂ ଅନ୍ୟାନ୍ୟ ଫସଲରେ ଅତି କମରେ 50% ଲାଭ ମିଳିବ। ତେଣୁ ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜିର ଦର ବର୍ତ୍ତମାନ କ୍ୱିଣ୍ଟାଲ ପିଛା ମଧ୍ୟ 662 ଟଙ୍କା ବୃଦ୍ଧି ପାଇଛି ଏବଂ ଯାହାକି 8334 ଟଙ୍କାରେ ପହଞ୍ଚିଛି। ଏହା ସହିତ କପା ଦର 557 ଟଙ୍କା ବୃଦ୍ଧି ପାଇ 8267 ଟଙ୍କା ଏବଂ ନାଇଜର ସିଡ୍ ବା ଅଳସୀ ଯୋଉଟାକୁ ଆମେ କହୁଛୁ, ତାହା 515 ଟଙ୍କା ବୃଦ୍ଧି ହୋଇ 10,052 ଟଙ୍କା କ୍ୱିଣ୍ଟାଲ ପିଛାରେ ପହଞ୍ଚିଛି। ଏହା ସହିତ ରାଶିର ଏମ୍ଏସ୍ପି 500 ଟଙ୍କା ବୃଦ୍ଧି କରାଯାଇ କ୍ୱିଣ୍ଟାଲ ପିଛା 10,346 ଟଙ୍କା ହୋଇଛି। ତାପରେ ମକାର ଦର 10 ଟଙ୍କା ବୃଦ୍ଧି କରି କ୍ୱିଣ୍ଟାଲ ପିଛା 2,410 ଟଙ୍କା। କ୍ୱିଣ୍ଟାଲ ହିସାବରେ ହରଡ଼ ଦର 450 ଟଙ୍କା ବୃଦ୍ଧି ହେଇଛି, ଯୋଉଟାକି ଆପଣମାନଙ୍କର 8,450 ଟଙ୍କା ପହଞ୍ଚିଛି। ଠିକ୍ ସେଇଭଳି ମୁଗରେ 12 ଟଙ୍କା, ଆପଣମାନଙ୍କର ବିରିରେ 400 ଟଙ୍କା ଏବଂ ଚିନାବାଦାମ 254 ଟଙ୍କା ଏବଂ ସୋୟାବିନ୍ ଦାମ ଯୋଉଟାକି 380 ଟଙ୍କା ବୃଦ୍ଧି କରାଯାଇଛି ଏବଂ ତାର କ୍ୱିଣ୍ଟାଲ ପିଛା ମୂଲ୍ୟ 5,708 ଟଙ୍କା ହେଇଛି। ତେଣୁ ବର୍ତ୍ତମାନ ଯେଉଁ ଏଇ ଧାନର ଏମ୍ଏସ୍ପି ବୃଦ୍ଧି ହେଇଛି, ତେଣୁ ଚାଷୀ ଭାଇ ଭଉଣୀମାନଙ୍କର ଗୋଟିଏ ପ୍ରଶ୍ନ ରହୁଛି ଯେ ଓଡ଼ିଶାରେ ଆମର ଯେଉଁ 3100 ଟଙ୍କା ମିଳୁଛି, ତ ଏହି ଟଙ୍କା ପୁଣି ଥରେ 72 ଟଙ୍କା ବୃଦ୍ଧି ହବ କି ନାହିଁ? ଦେଖନ୍ତୁ ପୂର୍ବ ଥର ଯେଉଁ ଆମର ଏମ୍ଏସ୍ପି ବୃଦ୍ଧି ହେଇଥିଲା 69 ଟଙ୍କା, କିନ୍ତୁ ସରକାରଙ୍କ ତରଫରୁ ଓଡ଼ିଶାରେ ଯାହାକି ସେ ଏମ୍ଏସ୍ପି ବୃଦ୍ଧି ହେଇଥିଲେ ମଧ୍ୟ କେବଳ 3100 ଟଙ୍କା ଯାହାକି ମିଳୁଛି ଏବଂ ସରକାରଙ୍କ ତରଫରୁ ଯେଉଁ 800 ଟଙ୍କା ସବସିଡି ପ୍ରଦାନ କରାଯାଉଥିଲା, ସେଥିରେ 69 ଟଙ୍କା କମ୍ ହେଇଥିଲା। ତେଣୁ ହୁଏତ ଏଥର ମଧ୍ୟ ସେଇ ସମାନ ରହିବ, ଆପଣମାନଙ୍କୁ ସେଇ 3100 ଟଙ୍କାରେ ହିଁ ଧାନ ବିକ୍ରି କରିବା ପାଇଁ ପଡ଼ିବ ଏବଂ ଏଇଟା ଯୋଉଟାକି ରହିଛି ଆପଣମାନଙ୍କର ଖରିଫ ଋତୁ ଠାରୁ ଲାଗୁ କରାଯିବ। ତେଣୁ ଦେଖାଯାଉ ରାଜ୍ୟ ସରକାରଙ୍କ ତରଫରୁ ଚାଷୀମାନଙ୍କର ଯେଉଁ 72 ଟଙ୍କା ଏକ୍ସଟ୍ରା ବୃଦ୍ଧି ହେଇଛି, ସେହି ହିସାବରେ 3172 ଟଙ୍କାରେ ଧାନ କ୍ରୟ କରିବେ କିମ୍ବା 3100 ଟଙ୍କାରେ କିଣିବେ, ତା ପରବର୍ତ୍ତୀ ସମୟରେ ଜଣାପଡ଼ିବ।